ମୋ ନାଁ ସବିତା ଦାସ, ବ୍ରାହ୍ମଣଦା ଜିପିଏଲ୍ଏଫ୍ର ପ୍ରେସିଡେଣ୍ଟ। ବହୁତ ଭଲ ଲାଗୁଛି ଯେହେତୁ ଆମର ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଲା ପଖାଳ ଭାତ, ଶାଗ ଭଜା, ବଡ଼ିଚୁରା। ଯେହେତୁ ଏଇଟା ଗୋଟେ ସରକାରଙ୍କର ଭଲ ଯୋଜନା, ଯେଉଁ ଜିନିଷ ଲୁଚି ଯାଉଥିଲା ସେଟା ଆସୁନ। ଓଡ଼ିଆ ପକ୍ଷ ସରକାର ଯେଉଁ ଆମର 15 ଦିନ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ଆମର ପାଳନ କରିଛନ୍ତି। ଆମେ ବ୍ଲକରେ ପାର୍ଟିସିପେଟ୍ କରିକି ବହୁତ ମାଆ ମାନେ ଆସିକି ତାଙ୍କର ହାତର ଯେଉଁ ଶୈଳୀ ରନ୍ଧା କରିକି ଜିନିଷ ବହୁତ ପ୍ରକାର ଜିନିଷ ସେମାନେ ଆଣିଛନ୍ତି। ଯେହେତୁ ବ୍ରାହ୍ମଣଦା ପଞ୍ଚାୟତର ଆମର ସବୁ ମାଆ ମାନେ ଏକତ୍ରିତ ହୋଇ ଆମେ 31 ପ୍ରକାର ଆଇଟମ୍ ବନେଇ ଆଜି ଆଣିକି ଏଠି ଆମେ ଉପସ୍ଥିତ କରେଇଛୁ। କଣ କହିଲେ? ମା ସୁଭଦ୍ରା ଆସିଛି, କୋଉଠିକି ସିଙ୍ଗିଲା ଆସିଛି। ଭଲ ଲାଗୁଛି। ଦହି ପଖାଳ ଆଣିଥିଲେ, ପତୁଆ 3 ପ୍ରକାର ଆଣିଥିଲେ, ଭେଜିଟେବୁଲ ବଡ଼ା ଆଣିଥିଲେ, ପନିର ପକୋଡ଼ା, ଚପ୍ ପକୋଡ଼ା, ବେଲପଣା, ବଡ଼ିଚୁରା, ଶାଗ, ପୋଇପତ୍ର ଭଜା, ଆରିସା ପିଠା, ମଞ୍ଜା ରାଇତା। କରୁଆ ଜିପି ମାଣିକପୁରା CLF। ମୁଁ ହେଉଛି କରୁଆ ଜିପିର CRP ଅଛି ଆରତୀ ମିସ୍ତ୍ରୀ। ଆମର ଗ୍ରୁପ ହେଉଛି ବାବା SH ମାଣିକପୁରା। ରାତି 3ଟାରୁ ଉଠିକି ଆମ ସବୁ ଆମ ଖାଦ୍ୟ ଆମ ରୁଚି ପରମ୍ପରାର ଆୟୋଜନ କରିଥିଲେ। ଆଉ ଏଇ ଆୟୋଜନରେ ଆମ ସବୁ ମିଶିକି ସବୁ ଭଉଣୀମାନେ ମିଶିକି ଆମେ ତିଆରି କରିଥିଲୁ। ସୁଜି ପାମ୍ପଡ଼, ସୁଜି ବରା, ଆଉ ବିରି ଚାଉଳର ପ୍ରସ୍ତୁତ ପିଠା, ଆଉ ସୁଜି କେକ୍, ମିକ୍ସ ତରକାରୀ।